ମୁଁ ବିଲକୁ ଗଲି ରୋଇବାକୁ ପୁଣି ଖାଇବା ନେଇକି ବାନା ଆମ ଦୋକାନରେ ବସିକି ଏମିତି କିଛି କରିବ ବୋଲି ଜାଣିନଥିଲି। ନମସ୍କାର ଜୟ ଜଗନ୍ନାଥ ମୋ ନାଁ ସିପୁନୁ ବ୍ଲଗ ଆରମ୍ଭ କରୁଛି ଘରୁ। ତମେ ଦେଖିପାରୁଥିବା ଆମ ଘର ଆଗର ଭିଉ କିଛି ଏମିତି କରିଛି। ବର୍ଷା ପାଣିରେ ଘର ଆଗର ପୁରା ଖତରନାକ କାଦ ପୁରା ଜଙ୍ଗଲ ହେଇଯାଇଛି। ମା କହିଲା ଦିଟା ଲେମ୍ବୁ ଯାଇକି ନେଇ ଆସିଥିଲି ନେବାକୁ। ମତେ ଏଠି ଜୋକଙ୍କୁ ବହୁତ ଡର ଲାଗେ। ବର୍ଷା ପାଣି ହେଲେ ବାଡିର ପ୍ରବଳ ଜୋକ ହେଇଯାଏ। ଆସିଲା ବେଳେ ଆମ ବିଲେଇ ଶୋଇଥିଲା ତା ସହିତ ଲାଗିକି ଆସି ଖାଇକି ସାଙ୍ଗମାନେ ଏବେ ପଳେଇ ଆସିଲି ଦୋକାନକୁ। ବାପା ଥିଲେ ଘରକୁ ଗଲେଣି। ଆଜି ଆଣ ଆମ ବିଲ ରୁଆ ଚାଲିଛି। ଏଠି କିଛି ସମୟ ରହିକି ଆଉ ଟିକେ ପରେ ପଳେଇ ଆସିଲି ଖାଇବା ନେଇକି। ଖାଇବା ଟାଇମ ବି ହେଇଗଲାଣି। ବିଲରେ ଆସିକି ପହଞ୍ଚିଗଲି। କିଛି ବିହନ ଉପାଡ଼ିକି ଆଉ ଗୋଟେ ଜାଗାକୁ ଯିବ ରୁଇତେ। 3 ବର୍ଷ ତଳର କଥା କହୁଛି। ମୁଁ ବହୁତ ଆସିକି ବିଲରେ ରୁଇଛି। ଏବେ ତ ଆଉ ଆସିପାରୁନି। ବହୁତ ଦିନ ପରେ ମୁଁ ଆସିଛି ବିଲକୁ। କେତେ ସୁନ୍ଦର ଭିଉ ଦେଖ। ପୁରା କାଉଳିଆ ପାଗ କରିଛି। ଦାଦା ବାପା ସବୁ ଖାଇସାରିଲା ପରେ ଘରକୁ ପଳେଇ ଆସିଲି। ଖାଇକି ବେଳେଦ ଆସି କେକ୍ ଦୋକାନ ଟା ଖୋଲିଲି। ଆମ ବାନା ତାର ଆସିକି ତା ମାଣ୍ଡୁ ସହିତ ଗପୁଛି। ଏଇଥିପାଇଁ ମୁଁ ଭୁବନେଶ୍ୱର ଆସିଥିଲି ଦେଖିବାକୁ। ଠିକ ମୋ ଜୀବନକୁ। ଆମ ବାନାର 3-4ଟା ଗାର୍ଲଫ୍ରେଣ୍ଡ ଅଛି। ଆମର ତ ଭାଗ୍ୟ ଖରାପ। ଆଜିର ବ୍ଲଗ ଯଦି ଭଲ ଲାଗିଥିବ ଲାଇକ୍ କରିବେ। ରହୁଛି ଜୟ ଜଗନ୍ନାଥ।